ଚିଲିକା ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସମ୍ପଦର ଅନ୍ୟାନ୍ୟ ସମ୍ଭାର। ଚିଲିକାର ବିଦେଶଗତ ପକ୍ଷୀ ଆଗମନ, ନୌବାଣିଜ୍ୟ ଏବଂ ମତ୍ସ୍ୟଜୀବୀମାନଙ୍କର ଡଙ୍ଗା ଚାଳନା ଏବଂ ମାଛଧରା ପ୍ରଣାଳୀ ଜୀବନଯାପନ ବିସ୍ତୃତ ଜଳରାଶିରେ ଗମନାଗମନ ପର୍ଯ୍ୟଟକମାନଙ୍କୁ ଅତ୍ୟନ୍ତ ବିମୋହିତ କରିଥାଏ। ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ଦେଶୀ ଡଙ୍ଗା ଚାଳନା ପ୍ରତିଯୋଗିତା ପ୍ରଥମ ସଂସ୍କରଣକୁ ଅପରାହ୍ନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଥିଲେ। ଆହୁରି ସେ କହିଛନ୍ତି, ଚିଲିକା ପର୍ଯ୍ୟଟନସ୍ଥଳୀ ଆନ୍ତର୍ଜାତିକ କ୍ଷେତ୍ରରେ କିପରି ଆହୁରି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ସରକାର ପ୍ରକୃତିର ସୁରକ୍ଷା, ମତ୍ସ୍ୟଜୀବୀମାନଙ୍କର ପାରମ୍ପରିକ ବ୍ୟବସାୟ, ବିଦେଶାଗତ ପକ୍ଷୀ ଅଧିକ ଆଗମନ, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଭିଜନରେ ନୂତନ ଅଧ୍ୟାୟ ସୃଷ୍ଟି କରି ପର୍ଯ୍ୟଟନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଉଦ୍ଘାଟନୀ ସମାରୋହରେ ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ଶାସନ ସଚିବ ବଲବନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମୃତ ଋତୁରାଜ ଏବଂ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପ୍ରଥମ ସଂସ୍କରଣରେ ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର 81ଗୋଟି ମୋଟ ଦେଶୀ ଡଙ୍ଗା ସମିତି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ଆଜି ଉଦ୍ଘାଟନୀ ଦିବସରେ 45ଗୋଟି ଦଳ ଅଂଶଗ୍ରହଣ କରିଥିଲେ। 700 ମିଟର ଜଳରାଶିରେ ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଦଳ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ସୁରକ୍ଷା ନିମନ୍ତେ ଅଗ୍ନିଶମ ସେବା, ସ୍କ୍ୟୁବା ଡାଇଭର, ଓଡ୍ରାଫ୍, ପୁଲିସ ପ୍ରଶାସନ ସମସ୍ତ ସେବା ଯୋଗାଇ ଦେବା ପାଇଁ ନିୟୋଜିତ ହୋଇଥିଲେ। ବାଲଙ୍ଗୀର ଓଡ଼ିଶା ମୋବାଇଲ ଟିଭି।